ମୁଁ ସୁସ୍ମିତା ପଣ୍ଡା ରିଟାୟାର ଆର୍ଟ୍ସ ଆସ୍ପିରେଣ୍ଟ। ଆମେ ଏଠି ସମସ୍ତେ ଗ୍ୟାଦରିଂ ହେଇଛୁ ଆମର ଯେହେତୁ ଡିବି ଲିଷ୍ଟ ଏପର୍ଯ୍ୟନ୍ତ ବାହାରିନି। ଓଏସଏସସି ପ୍ରତିଶ୍ରୁତି ଦେଇଥିଲେ 15 ତାରିଖରେ କି ଯଦି ଆମେ ଫାଇନାଲ ମେରିଟ ଲିଷ୍ଟ ଆପଣଙ୍କର ପବ୍ଲିଶ କଲୁ ତାର ସାଙ୍ଗେ ସାଙ୍ଗେ ଆପଣଙ୍କର ଡିବି ଲିଷ୍ଟ ଆସିଯିବ। ଫାଇନାଲ ଆନ୍ସର କି ବାହାରିଲା ପରେ ମାନେ ପାଖାପାଖି ହେଇଗଲାଣି 15 ଦିନ ପାଖାପାଖି ହେଇଗଲାଣି ତାଙ୍କର କିଛି ବି ଏପର୍ଯ୍ୟନ୍ତ ପବ୍ଲିଶ ହେଇନି, ଡିବି ଲିଷ୍ଟ ପବ୍ଲିଶ ହେଇନି। 31 ତାରିଖ ଗଲା କାଲି, କିଛି ବି ମାନେ ଆର ବର୍ଷ ସରିଗଲା ଟୋଟାଲ, କିନ୍ତୁ ତାଙ୍କର କିଛି ପଦକ୍ଷେପ ନିଆହେଲାନି। ରିଭାଇଜ ଆନ୍ସର କି ଆସିଲା ଆମର ଫାର୍ଷ୍ଟ ଡିମାଣ୍ଡ ଥିଲା, ଆଉ ସେକେଣ୍ଡ ଡିମାଣ୍ଡ ଆମର ଯେହେତୁ ଡିବି ଲିଷ୍ଟ ଅଛି ତା ସାଙ୍ଗରେ ଯେହେତୁ ଆସିନି ଆମେ ତା ପାଇଁ ୱେଟ୍ କରିଛୁ। ଯେପର୍ଯ୍ୟନ୍ତ ସେ ବାହାର ନ କରିଛନ୍ତି ଆମେ ସେ ପର୍ଯ୍ୟନ୍ତ ବସିବୁ ଏଠି। ମୋ ନାଁ ଅଭିପ୍ସା ଦାସ, ମୁଁ LTR TGT ଆର୍ଟ୍ସ ଓଡ଼ିଆ ଆସ୍ପିରାଣ୍ଟ। ଆଉ ଆମର ଦାବି ରହୁଛି ୱାନ୍ ଆଣ୍ଡ ଓନ୍ଲି ଦାବି ବର୍ତ୍ତମାନ ଅଛି ଡିଭି ଡକୁମେଣ୍ଟ ଭେରିଫିକେସନ୍ ଲିଷ୍ଟ। ବର୍ତ୍ତମାନ ଆମେ OSSCର ଫ୍ରଣ୍ଟ ଗେଟ୍ ସାମ୍ନାରେ ବସିଛୁ। ଦୀର୍ଘ 4 ଦିନ ହେଲାଣି ବସିଲାଣୁ ଆଜ୍ଞା। ଆଜି ଜାନୁଆରୀ 1 ଜିରୋ ନାଇଟ୍ ସେଲିବ୍ରେସନ୍ ସରିଲା। 3 ଦିନ 3 ରାତି ସରିଲା ପରେ ଏବେ ବସିଛୁ। ସେଲିବ୍ରେସନ୍ ଆପଣମାନେ ତ ଦେଖୁଛନ୍ତି, ରାତି ସାରା କାଲି ଆଜି ସକାଳ ବହୁତ କୁହୁଡ଼ି ଥିଲା। ସକାଳ 9ଟା ଯାଏଁକେ ବି ଏଠି ମଣିଷ କୁକୁର ଚିହ୍ନି ହଉନଥିଲା। କାଲି ରାତି ବହୁତ କଷ୍ଟଦାୟକ ହେଇଛି, କାହିଁକିନା କଣ୍ଟିନ୍ୟୁଅସଲି ବାଣ ଫୁଟୁଥିଲା, ଚାରିପଟେ ମ୍ୟୁଜିକ ସିଷ୍ଟମ ଥିଲା, ଶୋଇବା କଷ୍ଟ। ଗାଡ଼ି ବି ଅଲଦୋ ବ୍ୟାରିକେଡ ଥିଲା କିନ୍ତୁ ଗାଡ଼ି ବି ମଝିରେ ଯିବା ପାଇଁ ଚେଷ୍ଟା କରୁଥିଲା। ବହୁତ କାଲି ସେଫ୍ଟି ଇସ୍ୟୁଜ ବି ହେଇଛି, ତଥାପି ପୋଲିସ ପ୍ରଶାସନ ଆମକୁ ଜଗିଛି। କିନ୍ତୁ ଯାହା ଆମ ସହିତ ବିଗତ 3 ଦିନ ଭିତରେ ହେଇ ଆସିଛି ଆମେ ସେଥିରେ ବହୁତ ଅସନ୍ତୁଷ୍ଟ। ଆମେ OSSC କୁ ଆପ୍ରୋଚ୍ କରିଛୁ ବାରମ୍ବାର, ଡେଲିଗେସନ ମିଟ୍ କରିବା ପାଇଁ ଛାଡୁନାହାନ୍ତି। କାଲି ଆପଣମାନଙ୍କ ମାଧ୍ୟମରେ ମଧ୍ୟ ଆମେ CMO ଅଫିସକୁ ଅନୁରୋଧ କରିଥିଲୁ, ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ। ଏବେ ବି ମୁଁ ଅପିଲ କରୁଛି, ସାର୍ ବହୁତ କଷ୍ଟ ହେଲାଣି, ଏ ଜିନିଷ କଣ୍ଟିନ୍ୟୁ କରିବା ପାଇଁ ଆମ ପକ୍ଷରେ ସମ୍ଭବ ନୁହେଁ। ଆମେ ଆପଣମାନଙ୍କ ଥ୍ରୁରେ ବା ଆମ ନିଜେ ଯେତିକି କରିପାରିବୁ ଆମେ ବହୁତ ଚେଷ୍ଟା କରୁଛୁ କି ସରକାରଙ୍କ କାନକୁ ପଡୁ। ନିଯୁକ୍ତି ମେଳା ଯେତେବେଳେ ହଉଛି, ମାନନୀୟ ମୁଖ୍ୟମନ୍ତ୍ରୀ ଯେତେବେଳେ ନିଯୁକ୍ତି ମେଳା କରିପାରୁଛନ୍ତି, ସେଠି ନିଯୁକ୍ତି ପତ୍ର ଦେଇପାରୁଛନ୍ତି ପିଲାଙ୍କୁ, ତାହେଲେ ସେ କ'ଣ ନ୍ୟୁଜ ଚ୍ୟାନେଲ୍ସ ଦେଖୁନାହାନ୍ତି? ଆପଣମାନଙ୍କର ଆର୍ଟିକଲ୍ସ ପଢୁନାହାନ୍ତି? ସେ କ'ଣ ଆମ ଦୁଃଖ ଦେଖୁନାହାନ୍ତି? ଏଠି ଅଫିସିଆଲ୍ସ ମାନେ ଯାଉଛନ୍ତି, ବିଭିନ୍ନ ସେକ୍ରେଟାରିଏଟର ଗାଡ଼ି ଯାଉଛି, OSSC ଷ୍ଟାଫ୍ ଜାଣୁଛନ୍ତି, ଚେୟାରମ୍ୟାନ ଜାଣୁଛନ୍ତି, ଅଫିସିଆଲ୍ସ ମାନଙ୍କ କ୍ୱାର୍ଟର୍ସ ଅଛି, ଜେନେରାଲ ପବ୍ଲିକ ବି ଯାଉଛନ୍ତି, ବୁଢାବୁଢୀ ମଉସା ମାଉସୀ ମାନେ ଆଣିକି ପାଣି ଯାଚି ଦେଇ ଯାଉଛନ୍ତି। ତାହେଲେ କ'ଣ ସତରେ ମୁଖ୍ୟମନ୍ତ୍ରୀଙ୍କ କାନରେ ଏ ଜିନିଷ ପଡୁନି? ଆମେ କାଲି ହାତ ଯୋଡ଼ିକି ରିକ୍ୱେଷ୍ଟ କରିଥିଲୁ, 12 ଘଣ୍ଟା ଅତିକ୍ରମ ହେଇଗଲାଣି। ଯଦି ମୁଖ୍ୟମନ୍ତ୍ରୀଙ୍କ କାନରେ ପଡୁନି ତାହେଲେ ରାଜ୍ୟ ସରକାର ଜାଣିବା ଦରକାର ସେମାନେ କେତେ ତଳକୁ, କେତେ ସ୍ତର ତାଙ୍କର ଖସେଇ ସାରିଲେଣି। ଆଉ ଯଦି ସତରେ ମୁଖ୍ୟମନ୍ତ୍ରୀ ଆମକୁ ଶୁଣି ପାରୁଛନ୍ତି, ସାର୍ OSSC ଆପଣଙ୍କର ଷ୍ଟାଫ ସିଲେକ୍ସନ କମିଶନ ଉପରେ ଆମର ଆଉ ଭରସା ନାହିଁ। ଆମେ ଆପଣଙ୍କୁ ହିଁ ଅପିଲ କରୁଛୁ, ଆପଣ ନିଜେ ଇଣ୍ଟରଭିନ୍ କରନ୍ତୁ ଏ ଜିନିଷରେ, ଆଉ ଆମକୁ ଆମ ଡିଭି ଲିଷ୍ଟ ତୁରନ୍ତ ଦିଅନ୍ତୁ। ଆମେ ଘରକୁ ଫେରିବାକୁ ଚାହୁଁଛୁ। ଆଜି ବି ସମୟ ଅଛି, ଆଜି ନୂଆ ବର୍ଷ, ଆମେ ପରିବାରଠୁ ଅଲଗା ହେଇକି ଏଠି ଅଛୁ। ନା ଆମେ ସନ୍ତୁଷ୍ଟ ନା ଆମ ପରିବାର ସନ୍ତୁଷ୍ଟ। ଆମେ ଯୋଗ୍ୟ ଆମର ରେଜଲ୍ଟ ଜାଣିବା ପାଇଁ। ଆମେ କିଛି ଏକ୍ସଟ୍ରା ମାଗୁନାହୁଁ ରାଜ୍ୟ ସରକାରଙ୍କୁ କି ଷ୍ଟାଫ ସିଲେକ୍ସନ କମିଶନକୁ କି SME କୁ। ଆମେ କେବଳ ଦେଇଥିବା ପରୀକ୍ଷାର ରେଜଲ୍ଟ ମାଗୁଛୁ। ସେତିକି ପାଇଁ ଆଜି 4 ଦିନ ହେଇଗଲା ଆମେ ରାଜରାସ୍ତାରେ। ଆପଣ ଜାଣିନାହାନ୍ତି ମେ ବି ସାର୍, ପ୍ରଥମ 2 ଦିନ ଜଣେ ମ୍ୟାଡାମ, ସୀମା ମ୍ୟାଡାମ, ସିଏ ଅଲରେଡି ହସ୍ପିଟାଲାଇଜଡ ହେଇଛନ୍ତି। ନିଜେ ପୋଲିସ ଭାଇ ମାନେ ଥିଲେ, ଆମ୍ବୁଲାନ୍ସ ଆଣିକି ପଡୁଛୁ। କାଲି ଆମର ଆଉ ଜଣେ ଭାଇ ଏଠି ଆପଣମାନଙ୍କୁ ହିଁ ବାଇଟ୍ ଦେଲା ପରେ ସେ ସାଙ୍ଗେ ସାଙ୍ଗେ ତାଙ୍କର ହାଇ BP ହେଇଗଲା, ଆଇରନ୍ ସର୍ଟେଜ, ସେ ସାଙ୍ଗେ ସାଙ୍ଗେ ପୁଣି ହସ୍ପିଟାଲରେ ଗଲେ। PCR ରେ ବସିକି ସେ ହସ୍ପିଟାଲ ଯାଇଛନ୍ତି। ପ୍ରତିଦିନ କିଛି ନା କିଛି ଇସ୍ୟୁଜ ହଉଛି ଏଠି। ବହୁତ ପିଲାଙ୍କର ଥଣ୍ଡା ଜ୍ୱର ଅଛି। ଆମେ ଝିଅମାନେ ୱାସରୁମ ଇସ୍ୟୁଜ ହଉଛି। ଆମେ ବାରମ୍ବାର ରିକ୍ୱେଷ୍ଟ କରୁଛୁ କି ଏପଟେ 2ଟି ପବ୍ଲିକ ଟଏଲେଟ ଅଛି, ଗୋଟେ IG ପାର୍କ ପାଖରେ, ଗୋଟେ ମାର୍କେଟ ବିଲ୍ଡିଂ ଭିତରେ। ବାରମ୍ବାର ରିପିଟେଡ ରିକ୍ୱେଷ୍ଟ କରୁଛୁ କି 24 ଆୱାର୍ସ ଏଟାକୁ ଓପନ ରଖନ୍ତୁ। ଅଲଦୋ ରୁହେନି, ବଟ୍ ଯେହେତୁ ଆମେ ଏଠି ଅଛୁ ଆମେ ରିକ୍ୱେଷ୍ଟ କରୁଛୁ। ବଟ୍ ତା ପ୍ରତିଶ୍ରୁତି ମାନେ ତା ବାଦ ବି ପ୍ରତିଶ୍ରୁତି ସେମାନେ ଦଉଛନ୍ତି, ତଥାପି ପୋଲିସ ଇଣ୍ଟରଭିନ୍ କରିବାକୁ ଚେଷ୍ଟା ବି କରଉଛୁ, ତଥାପି ରାତିରେ ଆମକୁ ୱାସରୁମ ଫ୍ୟାସିଲିଟିଜ ମିଳୁନି। ବସିବୁ ଆଜ୍ଞା, ଯେତେ ଦିନ ବସିପାରିବୁ। ବଳ ବି ସରିଲାଣି ଧୀରେ ଧୀରେ। କଥା କହିଲା ବେଳକୁ ଭୋକାଲ କର୍ଡ ପେନ୍ ହଉଛି, କାହିଁକିନା ବାରମ୍ବାର ଆମେ ରିପିଟେଡଲି ଆମ ଦାବିକୁ ଆପଣଙ୍କ ପାଖରେ କହୁଛୁ, ଚିଲଉଛୁ। ଆମେ ତ ତାଙ୍କର ତ ଅପାରଗତା ଯାହା ଅଛି ଅଛି, ବର୍ତ୍ତମାନ ଆମେ ବି ଅପାରଗ। କାହିଁକି ନା ନା ଆମେ ତାଙ୍କୁ ରିକ୍ୱେଷ୍ଟ କରିପାରିବୁ, ନା ଆମେ ତାଙ୍କ ଗେଟ୍ ପାଖକୁ ଯାଇପାରିବୁ। ଏବେ ସୁଦ୍ଧା ତ ବିଶ୍ୱାସ ଅଛି, କିନ୍ତୁ ଯେମିତି ସମୟ ଅତିକ୍ରମ ହେଇଯାଉଛି ଆମ ବିଶ୍ୱାସଟା କୋଉଠି ନା କୋଉଠି ଭାଙ୍ଗି ଯାଉଛି। ସାର୍ ଦେଖନ୍ତୁ, ସାର୍ ଆମେ ଆମେ ଗୋଟେ ଛାତ୍ର, ଆମେ ଆଗକୁ ଗୁରୁ ହବୁ, ଆମେ ଗୋଟେ ଆଶାୟୀ ଶିକ୍ଷକ। ଆମେ ଯଦି ଆଇନକୁ ହାତକୁ ନେଇଦେବୁ
आमे चाकरी करू कि न करू जो गुरुंठू आमे गुरु विद्याटी पाइचु से विद्याटा को आमे पिला मानकु जेमती हेले दबु। आज जदि आमे आईन को हाथ को नहीं जीवु ताले आमठु पिला कौन शिखिबे। सरकार आम सहित अन्याय करुछि बोली कोन आमे आईन को हाथ को नहीं जीवु कि आईन को हाथ को नेइनु बोली तो आज हमको केही पचाउ नादी। आमे एमती बसी रहिबु। आमे आज जाए किछि भायोलेंस करिनु आज जाए किछि डिस्टर्बेंस करिनु आमे चुपचाप बसीचु आमे एमती पड़ी रहिचु रास्ता कड़रे पड़ी रहिबु आमे कोनोसी प्रकार भायोलेंस करिवु नाही। किंतु जेबे जाए राज्य सरकार एथिरे इंटरव्यून करि नांदी जेबे जाए ओसीसी हम डीपी देइनी काहे ना आमे आम घरे से माने सिना प्रतिश्रुति रक्षा करनांदी आमे आम बापा मां को गोटे प्रतिश्रुति देइके आछू कि डीपी नेइकी जीवु। तो जेबे जाए आम प्रतिश्रुति से माने सुनी नांदी हमकु डीपी मिलिनी आमे घर को फेरिबु नाही।